ପଇଡ଼ ନିଅ ପଇଡ଼, ହେ ପଇଡ଼ ଦିଟା କୋଡ଼ିଏ, ପଇଡ଼ ନିଅ ପଇଡ଼, ପଇଡ଼ ନିଅ ପଇଡ଼। ବାପରେ ବାପ, କି ଖରା ହଉଛି ଲୋ ବୋଉ। କାଳୁ, ଗାଡ଼ି ଟିକେ ରୋଡ ସାଇଡରେ ରଖିଲ। ଆରେ ଏବେ ପରା ଆମେ ଘରୁ ବାହାରିଲେ, ଏତେ ଜଲ୍ଦି ତମକୁ ଗରମ ଲାଗିଗଲା? ତମକୁ କେତେ ଥର କହିଲିଣି ଗାଡ଼ିରେ ଗୋଟେ ଏସି ଲଗାଅ, ହେଲେ ତମକୁ ମୋ କଥା ଫାଲତୁ ଲାଗୁଛି ନା? ଏବେ ନିଜେ ଦେଖ ଗରମ କେତେ ଲାଗିଲାଣି। କାଳୁ କାଉ ତା ଗାଡ଼ିଟିକୁ ଗୋଟେ ବଡ଼ ଗଛ ପାଖରେ ରଖିଦେଲା। ସେତିକି ବେଳେ ଗୋଟିଏ ଗରିବ ପଇଡ଼ବାଲି ଚଢ଼େଇ ତା ପାଖକୁ ଆସିଲା। ସାର୍, ଗରମ ଅଧିକ ଲାଗୁଛି କି? ଏଇ ନିଅନ୍ତୁ, ଗୋଟେ ଥଣ୍ଡା ଥଣ୍ଡା ତାଜା ପଇଡ଼ ପିଅନ୍ତୁ। ଆରେ ବା, ପଇଡ଼ ପିଇକି ତ ମଜା ଆସିଯିବ। ଆମ ପାଇଁ ଦିଟା ନାଳି ପଇଡ଼ ଦେଲ। କଣ ମ କାଳୁ, ତମେ ବି ପୋଚା ପଇଡ଼ ପିଇବ ବୋଲି କହୁଛ? ଚାଲ ଆମେ ଯାଇକି କୋଲ୍ଡ ଡ୍ରିଙ୍କସ୍ ପିଇବା। କିଏ ଜାଣିଛି ଏ ପୋଚା ପଇଡ଼ କେଉଁଠୁ ଆଣିକି ବିକ୍ରି କରୁଛି। ମତେ ପିଇବାର ନାହିଁ ଏ ପଇଡ଼ ପାଣି। ମ୍ୟାଡାମ, ଗୋଟିଏ ଥର ଏ ପଇଡ଼ ପାଣି ପିଇକି ଦେଖନ୍ତୁ, ଆପଣଙ୍କୁ କେତେ ଶାନ୍ତି ଲାଗିବ। ଏଇ ଜଙ୍ଗଲରେ ସମସ୍ତେ ମୋ ପଇଡ଼ ପାଣି ପିଇବା ପାଇଁ ଲାଇନ ଲଗାନ୍ତି। କାଳୁ, ତମେ ଏବେ ବି ଏଠି ଠିଆ ହୋଇଛ? ମତେ ପିଇବାର ନାହିଁ ଏଇ ପଇଡ଼ ପାଣି। ମୋ ପାଇଁ ଗୋଟେ ଦାମିକିଆ କୋଲ୍ଡ ଡ୍ରିଙ୍କସ୍ ଆଣ। ଏହା ଶୁଣି କାଳୁ ଚାଲିଯାଏ କୋଲ୍ଡ ଡ୍ରିଙ୍କସ୍ ଆଣିବା ପାଇଁ। ରାନୁ ଚଢ଼େଇର ମନ ଟିକେ ଦୁଃଖ ହେଇଯାଏ। ସେ ତା ପଇଡ଼ ଠେଲା ନେଇକି ଆଗକୁ ଚାଲିଯାଏ। ଏ ପଇଡ଼ ପଇଡ଼, ଗୋଲ ଗୋଲ ନାଲି ବାଲା ପଇଡ଼। ଚଢ଼େଇ ପାଖକୁ କେହି ବି ଆସୁନଥିଲେ। ପଇଡ଼ ବାଲି, କେତେ ଟଙ୍କାରେ ଦଉଛୁ ପଇଡ଼ ଗୋଟେ? ହଁ ମ୍ୟାଡାମ, 5 ଟଙ୍କାରେ ଗୋଟିଏ ପଇଡ଼। ତୋ ଭଳିଆ ଗରିବ ଲୋକ ପିଉଥିବେ ଏ ପଇଡ଼ ପାଣି। ଆମକୁ ଦେଖ କେତେ ଦାମିକିଆ କୋଲ୍ଡ ଡ୍ରିଙ୍କସ୍ ପିଉଛୁ ଆମେ। ମୁଁ ତ କହୁଛି ତୁ କିଛି ଅନ୍ୟ କାମ କରେ। ଏହା କହି ସେ ଧନୀ କାଉ ସେଠାରୁ ଚାଲିଗଲା। ପୁରା ଦିନ ଯାକ ରାନୁ ଚଢ଼େଇ ପଇଡ଼ ଧରି ବସିଥାଏ, ହେଲେ ଗୋଟେ ବି କେହି ତା ପାଖକୁ ଆସନ୍ତି ନାହିଁ। ସେ ମନ ଦୁଃଖରେ ଘରକୁ ଚାଲିଯାଏ। ମା, ଆଜି ତ ସବୁ ପଇଡ଼ ବଞ୍ଚିଗଲା। କଣ ଆଜି ବି ଠିକ ସେ ବିକ୍ରି ହେଲାନି? ଗୁଡିଆ, ଆଜିକାଲି ଆଉ କିଏ ପଇଡ଼ ପାଣି ପିଉନାହାନ୍ତି। ସମସ୍ତେ କୋଲ୍ଡ ଡ୍ରିଙ୍କସ୍ ପିଉଛନ୍ତି। ଆମ ପଇଡ଼ ପାଣିକି କେହି ବି ପସନ୍ଦ କରୁନାହାନ୍ତି। ନାଇଁ ମା, ଆମର ପଇଡ଼ ପାଣି ସବୁଠୁ ବଢିଆ। ଆମେ କାହା କଥାରେ ଆମ ବ୍ୟବସାୟକୁ ଛୋଟ ଭାବିବା ଭୁଲ। ଏମିତି ଗୁଡ଼ିଆ ତା ମାଆକୁ ସାହସ ଦିଏ। ଦିନ ପରେ ଦିନ ବିତିବାକୁ ଲାଗିଲା। ରାନୁ ଚଢ଼େଇର ବ୍ୟାପାର ଟିକେ ଭଲ ହେବାକୁ ଲାଗିଲା। ଗୋଟିଏ ଦିନ ଅନ୍ୟ ଏକ ଦୋକାନୀ ତାକୁ କୁହେ, ରାନୁ ଚଢ଼େଇ, ତୋ ପଇଡ଼ ଦୋକାନ ତୁ ଆଉ କେଉଁଠି ଲଗା। ଏ 5 ଟଙ୍କିଆ ପଇଡ଼ ପାଇଁ ମୋ ଦୋକାନକୁ କେହି ବି ଆସୁନାହାନ୍ତି। ଶୁଆ ଭାଇ, ତମ ଭାଗ୍ୟରେ ଯେଉଁ ଗ୍ରାହକ ଥିବେ ସେ ତମ ପାଖକୁ ଆସିବେ, ଆଉ ମୋ ଭାଗ୍ୟରେ ଯେଉଁ ଗ୍ରାହକ ଥିବେ ସେ ମୋ ପାଖକୁ ଆସିବେ। ତୁମେ କଣ ପାଇଁ ଚିନ୍ତା କରୁଛ? ଦେଖ ଚଢ଼େଇ, ମୁଁ କିଛି ଜାଣିନି, ତୁ କାଲିଠୁ ବେପାର କରିବୁନି ମାନେ କରିବୁନି। ଏମିତି ଚେତାବନୀ ଦେଇକି ଶୁଆ ସେଠୁ ଚାଲିଗଲା। ତା ପରଦିନ ରାନୁ ଚଢ଼େଇ ଅନ୍ୟ ଏକ ଜାଗାରେ ତା ଦୋକାନ ଲଗେଇଲା, ହେଲେ ଦିନ ଯାକ କେହି ବି ତା ପାଖକୁ ଆସିଲେ ନାହିଁ। ଏ ରାସ୍ତା ପଟେ କେହି ବି ଯିବା ଆସିବା କରୁନାହାନ୍ତି। ମୋର ବେପାର କଣ ହବ? ଏମିତି ହେଲେ ସବୁତିକ ପଇଡ଼ ଶୁଖିଯିବ। ଚଢ଼େଇ ପୁଣି ଆଉଥରେ ସେ ଜାଗାକୁ ଆସି ବେପାର କଲା। ଜଙ୍ଗଲର କିଛି ଚଢ଼େଇ ମାନେ ପଇଡ଼ ପାଣି ପିଇବା ପାଇଁ ଆସିଲେ। ରାନୁ ଚଢ଼େଇ ଜଲ୍ଦି ଜଲ୍ଦି ପଇଡ଼ ପାଣି ପିଇବାକୁ ଦେଉଥିଲା। ସେହି ସମୟରେ ଶୁଆ ପୋଲିସ ବାଲାଙ୍କ ସହ ଚଢ଼େଇ ପାଖରେ ପହଞ୍ଚିଲା। ସାର୍ ଦେଖନ୍ତୁ, କାଲି ଏ ଚଢ଼େଇକୁ ମୁଁ ମନା କରିଥିଲି ଏଠିକି ଆସିବାକୁ, କିନ୍ତୁ ସେ ପୁଣି ଆଜି ଚାଲି ଆସିଲା। ଦେଖ ଚଢ଼େଇ, ତମେ ଅନ୍ୟ ଜଣଙ୍କ ଦୋକାନ ଆଗରେ ତମ ଠେଲା ଲଗେଇବା ଉଚିତ ନୁହେଁ। ହେଲେ ସାର୍, ମୁଁ ଗରିବ ପକ୍ଷୀ, ରୋଡ ସାଇଡରେ ବେପାର କରିବିନି ତ ଆଉ କୋଉଠି କରିବି? ମୁଁ କାଲି ଅନ୍ୟ ଜାଗାକୁ ଯାଇଥିଲି, ହେଲେ ସେଇଠି ମୋର କିଛି ବି ବେପାର ହେଲା ନାହିଁ। ସେଥିପାଇଁ ମୁଁ ଏଇଠିକି ଚାଲି ଆସିଲି। ନା, ତମେ ରୋଡ ଉପରେ ଦୋକାନ ଲଗେଇବା ଆଇନ ବିରୋଧୀ। ତମେ କାଲିଠାରୁ ଏଠି ଆଉ ବେପାର କରିବ ନାହିଁ, ମୁଁ କହିକି ଯାଉଛି। ଏମିତି କହି ପୋଲିସ ବାଲା ସେଠୁ ଚାଲିଗଲା। ରାନୁ ଚଢ଼େଇ
ମନ ଦୁଃଖରେ ତା ଘରକୁ ଚାଲିଗଲା ଆଉ ସବୁ କଥା ଗୁଡିଆକୁ କହିଲା। ସମସ୍ତେ କେତେ ମତଲବୀ, ଗୋଟେ ଗରିବ ବିଷୟରେ ଟିକେ ବି ଚିନ୍ତା କରୁନାହାନ୍ତି। ଝିଅ, ମୁଁ ଏବେ ପଇଡ଼ କୋଉଠି ବିକିବି? ହେଲେ ମା, ଇଏ ହିଁ ତ ଆମ ବେପାର, ୟା ଛଡା ଆମେ କଣ କରିବା? ମୁଁ ଭାବୁଛି ଗାଁ ଗାଁ ବୁଲି ପଇଡ଼ ବିକିବି। ତା ପରଦିନ ଠାରୁ ରାନୁ ଚଢ଼େଇ ଗାଁ ଗାଁ ଓ ଗଳି ଗଳି ବୁଲି ପଇଡ଼ ବିକିଲା। ପଇଡ଼ ନିଅ ପଇଡ଼, ହେ ପଇଡ଼ ଦିଟା କୋଡ଼ିଏ, ପଇଡ଼ ନିଅ ପଇଡ଼, ପଇଡ଼ ନିଅ ପଇଡ଼। ଆରେ ତମେ ସିଏ ନା ଯିଏ ରାସ୍ତା ସାଇଡରେ ପଇଡ଼ ପାଣି ବିକୁଥିଲା? ଏବେ କଣ ଗାଁ ଗାଁ ବୁଲି ପଇଡ଼ ବିକୁଛ? ମ୍ୟାଡାମ, ପଇଡ଼ ଗୋଟେ ନିଅନ୍ତୁ। ଆରେ ମୋର ତ ପଇଡ଼ ପାଣି ପିଇବାର ଇଚ୍ଛା ନାହିଁ। କେଉଁଠୁ କେଜାଣି ଏ ପୋଚା ପଇଡ଼ ଆଣିଛୁ? କି ଗନ୍ଧ ଛାଡୁଛି ଲୋ ବୋଉ, ଜଲ୍ଦି ନେଇକି ପଳାଅ ଏଠୁ। ଧନୀ କାଉ ରାନୁ ଚଢ଼େଇକୁ ବହୁତ ଖରାପ ଖରାପ କଥା କହିଲା। ରାନୀ ଚଢ଼େଇ ମନ ଦୁଃଖରେ ସେଠୁ ଚାଲିଗଲା ଆଉ ଘରକୁ ଯାଇ ବହୁତ କାନ୍ଦିବାକୁ ଲାଗିଲା। ମୁଁ ଆଜି ଏ ନଡ଼ିଆ ଗଛକୁ କାଟିଦେବି। ନା ଏ ଗଛ ରହିବ ନା ଏ ପଇଡ଼ ରହିବ। ମୁଁ କିଛି ଅଲଗା କାମ କରିବି ପଛେକେ, ଆଜି ଏ ଗଛକୁ କାଟିଦେବି। ମା, ତମେ ଏମିତି କରନି। ଆମେ କେତେ କଷ୍ଟରେ ପାଣି ଦେଇ ଏଇ ଗଛକୁ ବଢାଇଛେ। ମୁଁ ଆଉ କଣ କରିବି? ଯୁଆଡେ ଯାଉଛି ଅପମାନ ପାଉଛି, କଣ କରିବି? ନା ଚଢ଼େଇ, ତମେ ରାଗିକି ଏମିତିକା ଭୁଲ କର ନାହିଁ। ମୁଁ ତମକୁ ଆଜିଠୁ ଯାଦୁଇ ପଇଡ଼ ଦେବି, ଯାହାକୁ ପିଇଲା ପରେ ଚଢ଼େଇମାନେ ବାରମ୍ବାର ଆସିବେ। ତାପରେ ଦେଖିବ ତମ ବ୍ୟବସାୟ କେମିତି ବଢୁଛି। ତା ପରଦିନ ଠାରୁ ରାନୁ ଚଢ଼େଇ ସେ ଯାଦୁଇ ପଇଡ଼କୁ ନେଇ ବେପାର କରିବାକୁ ଗଲା। ଧୀରେ ଧୀରେ ତାର ଗହଳି ଜମିବାକୁ ଲାଗିଲା। ଆରେ ବା, ମୁଁ ତ ଆଗରୁ କେବେ ବି ଏମିତି ପଇଡ଼ ପାଣି ପିଇ ନାହିଁ। ପୁରା ଆତ୍ମା ଶାନ୍ତି। ରାନୁ ଚଢ଼େଇର ଜଲ୍ଦି ଜଲ୍ଦି ସବୁତିକ ପଇଡ଼ ସରିଗଲା ଆଉ ବହୁତ ଭଲ ଲାଭ ହେଲା। ଗଛ ଭାଇ, ମୋର ଆଗରୁ ପରିସ୍ଥିତି ବହୁତ ଖରାପ ଥିଲା। କେହି ବି ମୋ ଦୋକାନକୁ ଆସୁନଥିଲେ। ଆପଣ ଏମିତି କଣ କଲେ ଯେ ଜଙ୍ଗଲର ସମସ୍ତେ ମୋ ପାଖକୁ ଆସୁଛନ୍ତି? ମୋ ଗଛରେ ପରୀମାନେ ରାତିରେ ରୁହନ୍ତି। ତାଙ୍କରି ଯାଦୁଇ ଶକ୍ତି ଦ୍ୱାରା ମୁଁ ଏସବୁ କରିଛି। ହେ ପଇଡ଼ ଗଛ, ତମକୁ ଆଉ ଯାଦୁଇ ପରୀମାନଙ୍କୁ ମୋର ଧନ୍ୟବାଦ। ମୁଁ ସବୁଦିନ ପାଇଁ ଆପଣଙ୍କ ପାଖରେ ଋଣୀ ରହିବି। ସାଙ୍ଗମାନେ, ଯଦି ଆମ କାହାଣୀ ଆପଣଙ୍କୁ ଭଲ ଲାଗୁଛି ତାହେଲେ ଭିଡିଓଟିକୁ ଗୋଟିଏ ଲାଇକ୍ ଓ ସେୟାର କରିବାକୁ ବିଲକୁଲ ଭୁଲିବେନି। ଧନ୍ୟବାଦ।